ସୁଭଦ୍ରା ଯୋଜନା ସବୁକିଛି ଆସିଯାଇଛି। କେମିତି ଆପଣ ଆବେଦନ କରିବେ, କ'ଣ କ'ଣ ଡକୁମେଣ୍ଟ ଲାଗିବ, କୋଉମାନେ ଆବେଦନ କରିପାରିବେ, କୋଉମାନେ ଆବେଦନ କରିପାରିବେ ନାହିଁ, ସବୁ ଡିଟେଲ୍ସ ଆପଣ ଏଇ ଭିଡ଼ିଓ ମାଧ୍ୟମରେ ପାଇଯିବେ। ତ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିନିଅନ୍ତୁ। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ସୁଭଦ୍ରା ଡିସ୍କସ୍ ୱିଥ୍ କଲେକ୍ଟର। ତ କଲେକ୍ଟରଙ୍କ ସହିତ ଡିସ୍କସ୍ ହେଇଯାଇଛି ସୁଭଦ୍ରା ଯୋଜନାର 23/8/2024ରେ। ତାପରେ ଦେଖିବା ଆମର ବେନିଫିଟ୍ କ'ଣ ଅଛି। ସୁଭଦ୍ରା ବେନିଫିଟ୍ ଦେଖିବା। ତ ବେନିଫିଟ୍ ହେଉଛି ଅଲ୍ ବେନିଫିସିଆରୀ ୱିଲ୍ ବି ରିସିଭ୍ 50,000। ତ ସମସ୍ତ ବେନିଫିସିଆରୀ ମାନେ 50,000 ପାଇବେ 5 ବର୍ଷରେ, ଆଉ ବର୍ଷକୁ 10,000 ଟଙ୍କା ପାଇବେ। ଆଉ ମନି ୱିଲ୍ ବି କ୍ରେଡିଟ୍ 2 ଇନଷ୍ଟଲମେଣ୍ଟ 5,000। ତ ଆପଣ ହେଉଛି ପଇସାଟି ଦୁଇଟି କିସ୍ତିରେ ପାଇବେ। 5,000 5,000 ଗୋଟେ ବର୍ଷରେ ଦୁଇଟା କିସ୍ତି ପାଇବେ। ଏମିତି 5 ବର୍ଷ ତକ ଆପଣ ପାଇବେ ସୁଭଦ୍ରା ଯୋଜନା। ତାପରେ ଅଲ୍ ବେନିଫିସିଆରୀ ୱିଲ୍ ବି ପ୍ରୋଭାଇଡ୍ ସୁଭଦ୍ରା କାର୍ଡ଼। ତ ଆପଣଙ୍କୁ ଗୋଟେ ସୁଭଦ୍ରା କାର୍ଡ଼ ମିଳିବ, ଯୋଉଟା ହେଉଛି ରହିବ ATM କାର୍ଡ଼। ତାପରେ ହେଉଛି ନେକ୍ସଟ ଇଲିଜିବିଲିଟି କ୍ରାଇଟେରିଆ। ଆପଣଙ୍କୁ ଜଣେ ହେଉଛି ଓଡ଼ିଶାର ବାସିନ୍ଦା ହେଇଥିବା ଦରକାର, ରେସିଡେଣ୍ଟ ଅଫ୍ ଓଡ଼ିଶା। ତାପରେ ଆପଣଙ୍କର ଏଜ୍ 21 ବର୍ଷରୁ 60 ବର୍ଷ ଭିତରେ ହେଇଥିବା ଦରକାର। ଆଉ ଆପଣଙ୍କୁ 21 ବର୍ଷ ହେଉଛି 1/7/2024ରେ ହେଉଥିବା ଦରକାର, ବା 60 ବର୍ଷରୁ କମ୍ 1/7/2024ରେ ହେଉଥିବା ଦରକାର। ତାପରେ ହେଉଛି ନେକ୍ସଟ ରହିଲା ଆମର କ୍ୟୁରେସନ୍ କ୍ରାଇଟେରିଆ। କେଉଁମାନେ ପାଇବେ ନାହିଁ, ଯେଉଁମାନେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରୁ 1500 ପର୍ ମନ୍ଥ ଆଉ ବର୍ଷକୁ 18,000 ଟଙ୍କା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରୁ କିଛି ବେନିଫିଟ୍ ଯଦି ପାଉଛନ୍ତି ତ ସେମାନେ ପାଇବେ ନାହିଁ। ଆଉ ଏଠି ହେଉଛି ୱିଣ୍ଡୋ ଆଉ ଡିଫିକଲ୍ଟି ଆଭେଲେବୁଲ୍ ଓମେନ୍, ଏମାନେ ପାଇବେ। ଏମାନଙ୍କର ପାଇଁ କିଛି ରେଷ୍ଟ୍ରିକ୍ସନ୍ ନାହିଁ। ତାପରେ ହେଉଛି ଫ୍ୟାମିଲି ବେସେସ୍ କ୍ରାଇଟେରିଆ। ଫ୍ୟାମିଲି ବେସେସ୍ କ୍ରାଇଟେରିଆରେ ରହିଛି ଆପଣଙ୍କ ଫ୍ୟାମିଲିରେ କେହି ଯଦି MLA MP ଅଛନ୍ତି ତ ଆପଣ ଆବେଦନ କରିପାରିବେ ନାହିଁ। କେହି ଯଦି ଟ୍ୟାକ୍ସ ପେ କରୁଛନ୍ତି ତ ଆବେଦନ କରିପାରିବେ ନାହିଁ। ଇନକମ୍ ଟ୍ୟାକ୍ସ ଯଦି ପେ କରୁଛନ୍ତି ତ କରିପାରିବେ ନାହିଁ। ତାପରେ ସେଇଭଳି ଏକ୍ସକ୍ଲୁଜନ୍ କ୍ରାଇଟେରିଆ କଣ୍ଡକ୍ଟ। ତ ଆପଣ ଯଦି ଉର୍ବାନ୍ ଲୋକାଲ୍ ବଡି, ପଞ୍ଚାୟତରାଜ ଇଣ୍ଟରକ୍ସନ୍ ଇନକ୍ଲୁଡିଂ ୱାର୍ଡ ମେମ୍ବର ଆଉ କାଉନସିଲିଂ। ତାପରେ ହେଉଛି ଆପଣଙ୍କର ହେଉଛି ଯଦି ଜଳସେଚନ ଜମି ଯଦି 5 ଏକରରୁ ଅଧିକା ଅଛି, ବା ହେଉଛି ଅଣଜଳସେଚିତ ଜମି 10 ଏକରରୁ ଅଧିକା ଅଛି, ତ ଆପଣମାନେ ଆବେଦନ କରିପାରିବେ ନାହିଁ। ଆପଣଙ୍କ ଯଦି 4 ହ୍ୱିଲର ଅଛି ତ ଆପଣ ଆବେଦନ କରିପାରିବେ ନାହିଁ। ମିନି ସ୍ମଲ୍ କମର୍ସିଆଲ ଭେହିକାଲ ଏମାନେ ହେଉଛି ଆବେଦନ କରିପାରିବେ। କୌଣସି ମହିଳାଙ୍କର ଫ୍ୟାମିଲି ୱିଦାଉଟ୍, ଯଦି ଆପଣଙ୍କର ଯଦି ରାସନ କାର୍ଡ ନାହିଁ ତ ଆପଣ ଆପ୍ଲାଏ କରିପାରିବେ ସୁଭଦ୍ରା ଯୋଜନା। କିନ୍ତୁ ଆପଣଙ୍କର 2,50,000ରୁ ଇନକମ୍ କମ୍ ହେଇଥିବା ଦରକାର। ପୁରା ହେଉଛି ଫଲୋ ପ୍ରୋସେସ୍ ହେଉଛି ଆପଣଙ୍କୁ ଅଙ୍ଗନବାଡ଼ି ସେଣ୍ଟର ଆଉ ବ୍ଲକ ଅଫିସ ଆଉ କମନ ସର୍ଭିସ ସେଣ୍ଟର ବା CSC ଆଉ ମୋ ସେବା କେନ୍ଦ୍ରରେ ଆପଣଙ୍କୁ ଫର୍ମ ମିଳିଯିବ। ତାପରେ ଫର୍ମଟି ଆପଣ ସବମିଟ୍ କରିବେ। ଆପଣଙ୍କୁ ଫର୍ମଟି ସବମିଟ୍ କରିବେ CSC ସେଣ୍ଟର ଆଉ ମୋ ସେବା କେନ୍ଦ୍ରରେ ଆପଣ ଫର୍ମଟି ସବମିଟ୍ କରିବେ। ତାପରେ ହେଉଛି ତାପରେ ଆପଣଙ୍କର ଫର୍ମଟି କଲେକ୍ସନ ହେବ ମୋ ସେବା କେନ୍ଦ୍ର ଆଉ CSC ସେଣ୍ଟରରେ। ତାପରେ ଆପଣଙ୍କୁ ଗୋଟେ ଏକ୍ନଲେଜମେଣ୍ଟ ରିସିଭ୍ ଆପଣଙ୍କୁ CSC ସେଣ୍ଟର ମିଳିବ। ଯେତେବେଳେ ଆପଣଙ୍କର ଆବେଦନ ସରିବ ତ ଆପଣଙ୍କୁ CSC ସେଣ୍ଟରରୁ ଗୋଟେ ଏକ୍ନଲେଜମେଣ୍ଟ ରିସିଭ୍ ଆପଣଙ୍କୁ ମିଳିବ। ତାପରେ ଆପଣଙ୍କର ଯଦି ଆପଣ ଇଲିଜିବୁଲ୍ ହେଉଛନ୍ତି ତ ଆପଣଙ୍କର DBT ମାଧ୍ୟମରେ ଆପଣଙ୍କୁ ସୁଭଦ୍ରା ପଇସାଟି ଆପଣଙ୍କୁ ପାଇବେ। ତାପରେ ତାପରେ ନେକ୍ସଟ ଦେଖିବା ଆମର ଡକୁମେଣ୍ଟ କ'ଣ ରହିଛି। ତ ଡକୁମେଣ୍ଟ ରହିଛି ଆପଣଙ୍କୁ ଆଧାର କାର୍ଡ଼ ଦେବା ପାଇଁ ପଡ଼ିବ। ଆଧାର କାର୍ଡ଼ରେ ଆପଣଙ୍କର ନାମ ଥିବା ଦରକାର। ତାପରେ ଆଧାର ଲିଙ୍କ ମୋବାଇଲ ନମ୍ବର ଥିବା ଦରକାର। ଆଧାରରେ ଆପଣଙ୍କ ମୋବାଇଲ ନମ୍ବରଟି ଲିଙ୍କ ଥିବା ଦରକାର। ତାପରେ ସିଙ୍ଗଲ ହୋଲ୍ଡର ବ୍ୟାଙ୍କ ଆକାଉଣ୍ଟ, ଆପଣଙ୍କର ଆକାଉଣ୍ଟ ସିଙ୍ଗଲ ଥିବା ଦରକାର, ଯାହାକି ଜଏଣ୍ଟ ଆକାଉଣ୍ଟ ଏଠି ଆପଣଙ୍କର ହେବ ନାହିଁ। ଆପଣଙ୍କ ସିଙ୍ଗଲ ଆକାଉଣ୍ଟ ଦରକାର। ତାପରେ ଆଧାର ଆଣ୍ଡ ଡେବିଟ୍ ଇନେବୁଲ ବ୍ୟାଙ୍କ ଆକାଉଣ୍ଟ, ଯଦି ଆପଣଙ୍କର ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ଥିବା ଦରକାର ଆଉ DBT ଇନେବୁଲ ଥିବା ଦରକାର। DBT କ'ଣ ଆପଣ ଯଦି ଜାଣିନାହାନ୍ତି ଏମାନେ ଆବେଦନ କରିପାରିବେ ନାହିଁ। ଯେଉଁ କାଳିଆ ପଇସା କିମ୍ବା ମୋଦି ପଇସା ଯେଉଁ ପାଉଥିଲେ ତ ଆପଣଙ୍କ ଯେଉଁ ଆକାଉଣ୍ଟକୁ ଆସୁଥିଲା ତ ସେଇ ଆକାଉଣ୍ଟରେ ଆପଣଙ୍କର DBT ଅନ୍ ଅଛି। ତ ଆପଣ ଚାହିଁଲେ ସେ ଆକାଉଣ୍ଟ ଦେଇପାରିବେ। ଯେଉଁମାନଙ୍କର କାଳିଆ ମୋଦି ପଇସା ପାଉନାହାନ୍ତି ସେମାନେ ଯାଇ ବ୍ୟାଙ୍କରେ ତାଙ୍କର DBTଟି ଅନ୍ କରାଇ ପାରିବେ। ଆଉ କିଛି ଅଲଗା କିଛି ସେମିତି ଡକୁମେଣ୍ଟ ଦରକାର ନାହିଁ। ବାସ୍ ଏତିକି ଡକୁମେଣ୍ଟରେ ଆପଣ ସୁଭଦ୍ରା ଯୋଜନା ଆବେଦନ କରିପାରିବେ। ତ ଏତେ ଥିଲା ଆଜିକା ଭିଡ଼ିଓ ଯଦି ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।